ଫୁଲକୋବି ସହିତ ଯେଉଁ ମସରୁମ୍ ମୁଁ କେବେ ବି ରାନ୍ଧି ନଥିଲି, ଫାର୍ଷ୍ଟ ଟାଇମ୍ ଟ୍ରାଏ କରୁଛି। ଯେଉଁ ଫୁଲକୋବି ସହିତ ମସରୁମ୍ ଆଜି କେମିତି ହେବ ମୁଁ ଜାଣିନି, କିନ୍ତୁ ଟ୍ରାଏ କରୁଛି। ତ ସେଥିପାଇଁ ଫୁଲକୋବି ଭେଜିଟେବୁଲ୍ସ କିଛି କାଟିକି ତାକୁ ତେଲରେ ଫ୍ରାଏ କରି ନେଇଛି। ତ ସେଗୁଡ଼ିକୁ ଫ୍ରାଏ କରିକି ବାହାର କରି ଆଣିଲା ପରେ ତାପରେ ସେଇ କଡ଼େଇରେ ତେଜପତ୍ର ପକେଇକି ଯେଉଁ ପିଆଜ ପକେଇ ଲୁଣ ପକେଇ ତାକୁ କିଛି ସମୟ ଭାଜିଲି। ତ ପିଆଜରେ ଲୁଣ ପକେଇଲେ ପିଆଜ ଭଲ ଭାବରେ ଜର୍କିଯାଏ। ତାର କଲର୍ ଜଷ୍ଟ ଟିକେ ଚେଞ୍ଜ ହେଲା ପରେ ସେଇଟା ଭଲ ଭାବରେ ଜର୍କି ଯାଇଥିଲା ପିଆଜ। ତାପରେ ପକେଇଛି ସେଇଥିରେ ଅଦା ରସୁଣ ପେଷ୍ଟ, ତାକୁ ପକେଇକି କିଛି ସମୟ କଷାରିଲା ପରେ ତାପରେ ସେଥିରେ ଯେଉଁ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଏଡ଼୍ କରିଦେଇଛି। ତ ତାକୁ ଭାଜି ସାରିଲା ପରେ କିଛି କାଜୁ ବାଦାମକୁ ପେଷ୍ଟ କରିକି ରଖିଥିଲି, ସେ କାଜୁ ବାଦାମ ପେଷ୍ଟ କିଛି ଏଥିରେ ଦେଇଛି ଅଧିକ ଟେଷ୍ଟ ଲାଗିବା ପାଇଁ। ସେ ବାଦାମ ପେଷ୍ଟ ଟିକେ ଦେଇଛି। ତାପରେ ସେଥିରେ ସେଇଟା ବି ଟିକେ ନାଡ଼ି ସାରିଲା ପରିବା ଗୁଡ଼ିକ ପକେଇକି ଭଲ ଭାବରେ କଷି ଦେଇଛି। ଆଉ ଟିକେ ଅଧିକ ଭଲ ଭାବରେ କଷିବା ପାଇଁ ଟିକେ ଘୋଡ଼େଇକି ଗ୍ୟାସ୍ର ମିଡ଼ିୟମ୍ କରିଦେଇକି ତାକୁ ଟିକେ ଘୋଡ଼େଇକି କିଛି ସମୟ ପର୍ଯ୍ୟନ୍ତ ରଖିଦେଇଛି। ଭଲ ଭାବରେ ସେଟା କଷି ହେଇଯିବ। ଭଲ ଭାବରେ କଷିଲେ ସେଟା ଖାଇବା ପାଇଁ ବହୁତ ସୁଆଦିଆ ଲାଗିବ। ସେଥିପାଇଁ ଟିକେ ଘୋଡ଼େଇକି କିଛି ସମୟ ତାକୁ କଷିବା ପାଇଁ ରଖିଦେଇଛି। ତାପରେ ଢାଙ୍କୁଣା ଖୋଲି ସାରିକି ସେଥିରେ ପାଣି ଏଡ଼୍ କରିକି ତାକୁ କିଛି ସମୟ ଫୁଟିବା ପାଇଁ ଛାଡ଼ିଦେଲି। ଭଲ ଭାବରେ ଫୁଟିଗଲେ ତରକାରୀ ଭଲ ଲାଗିବ। ସେଥିପାଇଁ କିଛି ସମୟ ଫୁଟି ସାରିଲା ପରେ ସେଟା ପୁରା ପରଫେକ୍ଟ ଭାବରେ ବନିଯାଇଥିଲା। ଯେଉଁ ଫୁଲକୋବି ସହିତ ମସରୁମ୍ ଫାର୍ଷ୍ଟ ଟାଇମ୍ କରିଛି, କିନ୍ତୁ ଭଲ ଲାଗୁଥିଲା, ଏତେ ବି ଖରାପ ଲାଗୁନଥିଲା। ତାକୁ ଆମେ ଭାତ ସହିତ ଖାଇଲୁ। ତାପରେ ତା ସହିତ ମୁଁ କିଛି ବୋଇତାଳୁ ଏବଂ କୋବି ଶାଗ କିଛି ଭାଜି କରିକି ନେଇଛି। ବୋଇତାଳୁ କୋବି ଶାଗକୁ ଭଲ ଭାବରେ ସିଝେଇକି ତାକୁ ଆଗ କାଢ଼ି ସାରିଲା ପରେ କଢ଼େଇରେ ଶୁଖିଲା ଲଙ୍କା, ପିଆଜ, ରସୁଣ ତାକୁ ପକେଇକି ଟିକେ ଭାଜି ସାରିଲା ପରେ ସେଇ ସିଝା ହେଇକି ରହିଥିବା ଯେଉଁ କୋବି ଶାଗ ବୋଇତାଳୁ ଟିକେ ତାକୁ ଯେଉଁ ସିଝା ହେଇକି ରହିଥିଲା ସେଇଆକୁ ପକେଇକି ଟିକେ ଲାଡ଼ିକି ଭଲ ଭାବରେ ଏମିତି ବାରମ୍ବାର କରିବା ଦ୍ୱାରା ସେଇଟା ଭଲ ଭାବରେ ଭାଜି ହେଇଥିଲା। ତାକୁ ବାହାର କରି ଆଣିଲି। ତାପରେ ମୁଁ କିଛି ଆଳୁ ଚଟଣି କରିବା ପାଇଁ ମୁଁ କିଛି ପିଆଜ ଏବଂ ରସୁଣ ଅଦା ତାକୁ ମିକ୍ସ କରି ଆଣିଛି, ଯେଉଁ ଆଳୁ ଚଟଣି ବନେଇବି ତା ସହିତ ଭାତ ସହିତ ଖାଇବା ପାଇଁ। ତ ଏହିପରି ଭାବରେ ଆଜିର ଯେଉଁ ଲଞ୍ଚ ପାଇଁ ରେଡ଼ି ହେଇଯାଇଥିଲା ଆଳୁ ଚଟଣି, ଶାଗ ଭଜା ଏବଂ ଯେଉଁ ଫୁଲକୋବି ସହିତ ମସରୁମ୍ ତରକାରୀ। ତ ଏହିପରି ଭାବରେ ଆଜି ଲଞ୍ଚ ମୁଁ ବନେଇଥିଲି।